ଏବେ ଦେଖନ୍ତୁ ବାପା ପୁଅ ଜାଳ ସଂଗ୍ରହ କରିକି ଆଣିକି ଆସିଲେ, ମାନେ କିଣିକି ଆଣିକି ଆସିଲେ ଜାଳ। ଟଲିରେ ଯାଇଥିଲେ ଆଉ ଜାଳ କିଣା। ଆମେ ଏଠି କ'ଣ ସର୍ବତ କଲୁ? ଏଠି ଏବେ ଯୋଉ ଜାଳ ହାରା କୁଆଡ଼େ ଯାଉଛି ଏବେ? ନମସ୍କାର, ଜୟ ଜଗନ୍ନାଥ। ଆଉ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଉ ଚାଲନ୍ତୁ ଦେଖିବା ଏବେ ଭିଡ଼ିଓଟି। ଆଉ ଭିଡ଼ିଓଟି ହେଉଛି ଆୟୁଷ କେତେ କାମ କରିଛନ୍ତି, ଆଜି ବହୁତ କାମ କରିଛନ୍ତି ଆୟୁଷ ତାଙ୍କ ବାବା ମିଶିକି। ତାଙ୍କୁ ଯାଇଥିଲେ ଜାଳ ଆଣିବାକୁ, ଟଲି ଚଲେଇକି ଗଲେ ହେରି ତ ଜାଳ ଆଣିବା ପାଇଁକା ତାଙ୍କ ଗୋଡ଼ ଆପଣମାନେ ତ ଜାଣିଛନ୍ତି ତାଙ୍କ ଗୋଡ଼ ଭାଙ୍ଗିଥିଲା, ଅପରେସନ୍ ହେଇଛି, ରୋଡ଼ ପିଟିଆ ହେଇଛି। ଏଇଠି ଯାଏଁ ଭାରି କାମ ବି କରିପାରୁନାହାନ୍ତି ହେଲା। ଆଉ ଏତିକି ଆମ ଭିଡ଼ିଓଟାକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଆଉ ଭିଡ଼ିଓଟିକୁ ଯଦି ଆପଣମାନେ ଭଲ ଲାଗିଲା ତାହେଲେ ନିହାତି ଗୋଟେ ସେୟାର କରିବେ, ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଆଉ ବ୍ଲଗ୍ଟି ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଜାଣିପାରିବେ ଟଲି ଚଲେଇକି କେତେ ବାଟ ଗଲେ, ଆଉ ଜାଳ କେଉଁଠୁ ଆଣିଲେ, କ'ଣ କଲେ, ସେଇଥିପାଇଁ ତାଙ୍କ ଗୋଡ଼ଟା କ'ଣ ହେଇଛି ହେଲା। ଆଉ ଏବେ ଚାଲନ୍ତୁ ଦେଖିବା। ଏଠି ମାମା ଆଉ ସାନୁ ପଳେଇ ଆସିଲେ। ମାମାକୁ ଲାଜ ଲାଗିଲା ସେ ଏମିତି ଟାଣିଦେଲା ମୁହଁରେ। ଆଉ ଏବେ ଜମାରୁ ଡେରି କରିବାନି, ଚାଲନ୍ତୁ ଦେଖିବା ଭିଡ଼ିଓଟି। ଆଉ କେମିତି କ'ଣ ଜାଳ ବୋହିକି ଆଣିଲେ ବାପା ପୁଅ। ତ ଦୋକାନ ପାଇଁ ଆସିଯାଇଛି ମାଛ ଆଉ ଚିଙ୍ଗୁଡ଼ି। ମାଛରେ ବିକା ଆରମ୍ଭ ହେଲା, ମାଛ ଆଣିଲେ, ମାଛ ଆଉ ଚିଙ୍ଗୁଡ଼ି ଆସିଛି, ବଡ଼ ବଡ଼ ଚିଙ୍ଗୁଡ଼ି, ମାଛ ଚିଙ୍ଗୁଡ଼ି ଆସିଛି। ସାନୁ ଆସେ, ସାନୁ କୁଆଡ଼େ ପଳେଇଲାଣି, କେତେ ଶୀଘ୍ର କୁଆଡ଼େ ପଳେଇଲାଣି। ସାନୁ ସାନୁ ତୋତେ ଡକା ହେଉଛି ଟିକେ ମାଛ କାଟିବାକୁ ଟିକେ। ହଁ ତୁ କେତେ ଶୀଘ୍ର ଆସିକି ପଳେଇ ଆସିଲୁ ଏଠିକି କାମ କରିବାକୁ। ହଁ ମାଛ କାଟିବାକୁ ବାବା ଡାକୁଛନ୍ତି ଟି। ହଁ 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 କ'ଣ ମ ଜାଣି ବାବାଙ୍କୁ ସାହାଯ୍ୟ କରିବୁ ଟିକେ ଯା। ଆଉ ଗୋଟେ କଥା ଶୋଇଛି, ଏନେ ଚାଲ ଦେଖିବା। ସେ ଶୋଇଛି, ଶିବୁନା ଏ ଶିବୁନା ଶୋଇଛି ଏତେ ବେଳ ହେଲାଣି ହେଲା। ବଡ଼ ଶୋଇଛି। ଏ ଯେ ସାନୁ ଯାଇକି ମାଛ କାଟିଲାଣି, ଦେଖିବୁ ହେଲା। ଆଉ କେତେଟା ହେଲେ ଦେଖିଲୁ? 8ଟା ହେଲାଣି ଆସିକିରି, 8ଟା ହେଲାଣି। ଆସେ ଉଠିକି ଆସେ ଉଠିକି ସେପଟେ ଚାଲ ଦେଖିବା। ଏପଟେ ଆସେ, ସାନୁ ଆସେ। ଇଏ ତ କାମ କରୁଛି, ଆଉ କ'ଣ ତିଆରି ହେଉଛି ଏଠି? ବ୍ୟାଟ୍ ତିଆରି, ଏତେ ସୁନ୍ଦର ବ୍ୟାଟ୍ ତିଆରି କରିଛୁ। କିଏ ତିଆରି କରିଛି? ବଢ଼ିଆ ମେକାନିକ୍ ହେଇଗଲାଣି ତୁ ନା। ଆଉ ଗୋଟେ ତିଆରି ଚାଲିଛି। ହଁ ବଢ଼ିଆ ସୁନ୍ଦର ଭାବରେ ତିଆରି ହେଇଛି ବ୍ୟାଟ୍। ଦେଖନ୍ତୁ ଆଉ ଗୋଟେ ବି ତିଆରି ଚାଲିଛି। ତୁ ଆସୁନୁ ବାବାଙ୍କ ପାଖକୁ ଆସେ। ମୁଁ ସେଠି ଭାତ ବସେଇଥିଲି, ଚୁଲି ଲଗେଇଲ? ହଁ ଚୁଲି ଲଗେଇକି ଆଇଲି ପରା। ପାଣି ତାତିଲେ। ଓହୋ, ମୋ ଗାଧୁଆ ପାଧୁଆ ସରିଲାଣି। ମୁଁ ଆଉ ଭାତ ହାଣ୍ଡି ବସେଇକି ଆସିଥିଲି। ବୋଉ କହିଲେ ଚୁଲି ଲଗେଇ, ଚାଲନ୍ତୁ ଦେଖିବା ଚୁଲି କେମିତି ଲାଗିଛି ନା ନାହିଁ ଦେଖିବା। ମୁଁ ଭାତ ହାଣ୍ଡି ବସେଇ ଦେଇଥିଲି, ବୋଉ ଏବେ ଚୁଲି ଲଗେଇ ଦେଇଛନ୍ତି। ଚୁଲି ତ ଏବେ ଜଳୁଛି, ଧୂଆଁ ହେଉଛି ଖାଲି। ଧୂଆଁ ହେଉଛି ପୁରା ଖାଲି, ଧୂଆଁ ହେଉଛି ଖାଲି ଏତେ ଜୋରେ। ଓହୋ ଜଳୁଛି ଯେ ଆସ୍ତେ ଆସ୍ତେ ଜଳୁଛି। ସେପଟୁ ଧୂଆଁ ହେଉଛି ଟିକେ, ତା ଧୂଆଁ ବୋଧେ ଯାଉନି ବୋଧେ ସେପଟେ, ସେଇଥିପାଇଁ ଇଏ ହେଉଛି। ହଁ ଦେଇଦେଲେ ହନ୍ତା। ତମେ ଗାଧେଇନ ଆଉ ଇଏ କରନି, ଛୁଅନି ଦେଇଦେବେ ଗୋଟେ। ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ଆଜି ସକାଳୁ ସକାଳୁ ରୋଷେଇ ଏବେ ଚାଲିଛି। ଏବେ ବାଇଗଣ ଉପରେ ପଡ଼ିଲା କଟା ହେଇକି, ଆଉ ଆଳୁ ଭଜା ହେଇକି ଥୁଆ ହେଇଯାଇଛି, ଆଉ ଚୁଡ଼ା ଏଠି ଭଜା ହେଇକି ଥୁଆ ହେଇଯାଇଛି। ଆଉ ଆଜି ଗୁରୁବାର ସବୁ ସାଧା ହବ ନା, ଆଜି ସାଧା ହବ ସବୁ ଗୁରୁବାର, ସେଥିଲାଗି ସବୁ ଭଜାଭଜି ହେଉଛି ଏବେ। ଆଉ ଆଳୁ ଭଜା ହେଇଛି, ଚାହା ହେଇଛି, କ୍ଷୀର ହେଇଛି, ସବୁ ଗରମ ସରିଲାଣି। ଚା ବି ହେଇଛି ନା? କ୍ଷୀର ଗରମ ହେଇଛି। ଓହୋ, ଚାହା ହେଇଛି ଯେ ପଞ୍ଚବନୀ ଚାହା ହେଇଛି। ହେଲା ପଞ୍ଚବନୀ ଚାହା ହେଇଛି। ପଞ୍ଚବନୀ ଚା ମାନେ? ହଁ ଏଠୁ ଆଉ ଗ୍ୟାସ୍ ନାହିଁ ତ, ଜାଳ ଜାଳ ନହେଲେ ଜାଳି ହବ ନା। ଗ୍ୟାସରେ ରୋଷେଇ ହୁଏ, ଭାତ ହୁଏ, ମାଛ ହୁଏ, ସବୁ ହୁଏ। କ'ଣ ଆମେ ଯାହା ଯେମିତି ରାତି ପାଇଁ ଟିକେ ଏମିତି କ'ଣ ଗୋଟେ କଲେ ରୋଷେଇ ହୁଏ। ସବୁବେଳେ ତ ଚୁଲିରେ ହୁଏ। ଜାଳ ଆଣିକି ଆସିବ। କାଲି ଖରା ମନ୍ଥରା ଯାଇକି ପକଉଥିଲା।
ଆଜି ଖରା ଜୋରସୋର ହେଲାଣି। ଏବେ ଦେଖନ୍ତୁ ବାପା ପୁଅ ଏବେ ଜାଳ ସଂଗ୍ରହ କରିକି ଆଣିକି ଆସିଲେ, ମାନେ କିଣିକି ଆଣିକି ଆସିଲେ ଜାଳ। ଟଲିରେ ଯାଇଥିଲେ ଆଉ ଜାଳ କିଣା ହେଇକି ଏଇନା ଆସିଲା ଚୁଲି ପାଇଁକା। ଯେହେତୁ ବର୍ଷା ଦିନ ଆଗକୁ ଆସୁଛି ଜାଳ ଟିକେ ନ ଥୋଇଲେ ହେବନି। ଏବେ ଶୁଖିଲା ହେଇଛି ପୁରା ନା, ତଥାପି ଆହୁରି ଶୁଖିବ, କଞ୍ଚା ଅଛି ନା। ଆମ ବରଡ଼ା ଦେଖ ଥୁଆ ହେଇକା ଖତ ହେଲା ଫୋପଡ଼ା ହେବାକୁ ଯାଉଛି ଏଇଠି। ଆଉ ବରଡ଼ାକୁ ଦେଖୁନ, ବରଡ଼ା ଖତ ହେଇକି ଯାଉଛି ଫୋପଡ଼ା ହେବାକୁ। ଖତ ହବ ଭଲ, ସିଏ ଜଳା ହବନି। ହଁ ସିଏ ହେଇକି, ହଁ ହେଇଛି ନା, ଆଉ ଗୋଟେ ଭାଡ଼ି ହେଇକିରି ଆଉ ଉଠାଇ ଥୁଆ ହେଇଛି ବାରିଆଡ଼େ ବରଡ଼ା। ସେଇ ବାଡ଼େ ଭଙ୍ଗା ହେଇକି ସେଇ ବାହାରୁଛି ଖତ ବରଡ଼ା ହରାକ ସବୁ। ଏ କ'ଣ ଶୁଖୁଆ? କି ଶୁଖୁଆ ସବୁ ନେଉଛ? ହଁ ପଥର ମୁଣ୍ଡି କୁକୁଲି ସାନକୁ ଗନ୍ଧ ହେଲା ନା କ'ଣ ବେ? ଶୁଖୁଆ ନବ? କ'ଣ କହିଲେ? ନାଇଁ ନାଇଁ ସାନକୁ ମୁଁ କହୁଛି ନା, ସାନୁ ମାନେ ନାକରେ ଦେଇଦେଲା ତ, ମୁଁ ସେଇ ଯୋଗୁଁ ହେଲା। ଏ ଜାଡ଼ ଆସିଗଲା କିଣା ହେଇକିରି। ଆଉ ଟଲି ବାଗେଇକି ନିଅ। ରସିଟା ଲାଗିଛି, ରସି ଲାଗିଛି, ରସି ଲାଗିଛି। ରସି ନା ଆଗରୁ ଏପଟୁ ଖୋଲିଦେବା କଥା। ଦେଖିଛୁ ତ ରହିଯା। ସେମିତି ତ ଟଲିରେ ଥାନ୍ତା, ହେଇନାହାନ୍ତା ବୋହିକିରି ନେଇକି। କେଉଁଠି ରଖିବ ଟଲି? କେଉଁଠି ରଖିବ? ହଁ କ'ଣ ଚାଉଳ ଆଣିବାକୁ ଯିବ? କ'ଣ ଟଲି ନେଇକିରି? ଆଉ ଟଲିରେ କ'ଣ ନେଇକି ଚାଉଳ ଆଣିବାକୁ ଯିବ ଯେ? ଗାଡ଼ିରେ ଆଣିପାରିବନି? ଗାଡ଼ିରେ ଆଣାରେ। ଏବେ ଜାଳ ଆସିଯାଇଛି ଚୁଲି ପାଇଁକା ଆଉ ରୋଷେଇ ପାଇଁକା। ଅଖା ହଉ ଘରକୁ ଆସ। ଆମେ ଏଠି କ'ଣ ସର୍ବତ କଲୁ? ଲେମ୍ବୁ, ହଁ ହଁ ଲେମ୍ବୁ ସର୍ବତ ଏବେ ଚାଲିଛି। ହଁ ଦଉନୁ ଦେ। ବାବା କୁଆଡ଼େ ଗଲେ? ପିଇଦେବା। ବସିକି 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 ବସୁନି, ଏଇଠି ବସୁନୁ। ହଁ ବସିବା ବସିବନି ଆଉ ପିଇବା ଆମେ। ବାବା କୁଆଡ଼େ ଗଲେ? ଆଉ ଟିକେ ମିଠା ହବ, ଟିକେ ମିଠା ହବ। ନା ନା ଟିକେ ମିଠା ପକା। ସାଙ୍ଗମାନେ ଦେଖନ୍ତୁ ଏଠି ଏବେ ଆମେ ବାରି ଗୋଟେ ଯେଉଁ ଖେଳୁଥିଲୁ, ଏଇଠିକିନା ବଲ୍ ପଡ଼ିଗଲା ଆଉ ଆମେ ଯାଉନଥିଲୁ। ଆଉ ଭିତରେ ଯେଉଁ ବାଡ଼ିଟା ଥିଲା ଆଉ ତା ଭିତରେ ବଲ୍ ପଡ଼ିଯାଉଥିଲା, ଆମେ ଯାଉନଥିଲୁ। ଆଉ ମା ଏବେ ତାକୁ ସଫା କରିଦେଇଛି, ଏବେ ଆମକୁ ଖେଳିବାକୁ ଭଲ ସୁବିଧା ହେଲା। ଆଉ ଏ ବାଡ଼ିଟା ବି ଭଙ୍ଗା ଚାଲିଛି। ଆଉ ଭଙ୍ଗା ହେଇଗଲେ ପୁରା ବାଡ଼ିଟା ପୁରା ସଫା ହେଇଯିବ। ସଫା ହେଇଗଲେ ଆମେ ଏଠି ସମସ୍ତେ ଖେଳିବୁ। ଆଉ ଆମେ ଖେଳୁନଥିଲୁ କାହିଁକି ନା ଭିତରେ ଗୋଟେ ସାପ ରହୁଥିଲା ବୋଲି ସେଥିପାଇଁ ଖେଳୁନଥିଲୁ। ତାପରେ ମା ତ ଏଠି ଏବେ ମା ସେଠି ଆଉଥିଲୁ। ତ ଏଠି ଏବେ ଆମେ ଖାଇବାକୁ ବସି ପଡ଼ିଛୁ। ଆଜି ହେଉଛି ଗୁରୁବାର। ଆଉ ଗୁରୁବାରେ କ'ଣ ଖାଉଛ ଦେଖିବା? ଭାତ, ଡାଲମା ଆଉ ଗୋଟେ ଭଜା ଥୁଆ ହେଇଛି। ସେଉ ବି ସାନୁ ଆଣିଛି ଖାଇବାକୁ, ଆଉ ଲେମ୍ବୁ ଆଉ କଞ୍ଚା ଲଙ୍କା ସେଠି ଚକଟା ହେଇଛି ନା। ହଁ ମୁଁ ବି ଏଠି ଭାତ ବାଢ଼ି ଦେଇଛି, ବୋଉ ବି ସେଠି ଖାଉଛନ୍ତି। ସେଉ ସେମିତି ଆଉ ଗୋଟେ ଆଚାର ବି ଖାଉଛନ୍ତି। ସେମିତି ଅରୁଆ ଖାଉଛନ୍ତି ଆଉ ଆମେ ଉଷୁନା ଖାଇବୁ। ଆଜି ଗୁରୁବାର ମୁଁ ହେଲା ଖାଉଥିଲି ଅରୁଆ, ଯେହେତୁ ମୋର ଦେହ ଖରାପ ହେଲା ଅରୁଆ ଆଉ ଖାଇଲେନି। ବୋଉକୁ କହିଲି, ମୁଁ କହିଲି ତୁମେ ଅରୁଆ ଖାଅ, ସିଏ ସେଇଥିରୁ ଅରୁଆ ଖାଉଛନ୍ତି। ନହେଲେ ମୁଁ ଗୁରୁବାର ଅରୁଆ ଖାଏ, ବୋଉ ଖାଉଛନ୍ତି ଅରୁଆ। ଆଉ ଏଠି ଏବେ ଯେଉଁ ଜାଳ ହାରା କୁଆଡ଼େ ଯାଉଛି ଏବେ ମମି? ଓହୋ ମାନେ ଏଇ କୋଉଠି ଯାଇକି ଥୁଆ ହଉଛି? ଓହୋ ହଉ ଚାଲ ଯିବା ବାରିପଟୁ ଦେଖିବା। ଆଉ ବାବା ଏବେ ଆଣିକି ଆସିଲେ। ଆଉ ହଁ ହଁ ଚାଲ ଯିବା ବାରିପଟେ ଏବେ ଥୁଆ ହବ, ଦେଖିବା। ଆଉ ସେଇଠି ଯାଇକି ଥୁଆ ହଉଛି। ଓହୋ ଏପଟେ ଲମ୍ବା ଲମ୍ବା, ସେପଟେ ହଁ କରିଥିବେ ଏଠି ଏବେ। ହଁ ଆଉ ଏମିତି ଲମ୍ବା ଲମ୍ବା ଏପଟେ, ସେପଟେ ଓସାର ଓସାର କୋଉ। ଏବେ ତ ଜାଳ ବୁଆ ବି ସରିଗଲା ସବୁ। ଆଉ ଟିକେ ଏବେ ଦାନ୍ତର ସବୁ ଓଳାଳି କରିଦେଉଛି। ଆଉ କ'ଣ ଜାଳ ସବୁ। ତ ଆପଣମାନେ ତ ଦେଖିଲେ କେତେ ପରିଶ୍ରମ କଲେ ଆୟୁଷ ଆଉ ତାଙ୍କ ବାବା। ଆଉ ଆଜି ପାଇଁ ଏ ଭିଡ଼ିଓଟି ଏଇଠି ରଖୁଛୁ। ଆଉ କ'ଣ କହିବ? ଆଉ ତମମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ହଁ ଆଉ ଗୋଟେ କଥା କହିବାକୁ ଭୁଲିଯାଇଥିଲି, ସାଇଡ଼ରେ ଥିବା ବେଲ୍ ଆଇକନ୍କୁ ଯାଇକି ଦବେଇ ଦିଅନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ।